ସୋ ଗାଇଜ୍ ଆମେ ମହାଦେବ ଦର୍ଶନ ସେଠି କରିସାରିକି ଆମ ଗାଁ ଭିତରେ ଯେଉଁ ମନ୍ଦିର ଥିଲା ଆମେ ସେଠୁ ଦର୍ଶନ କରିସାରିକି ପୁଷ୍ପାଞ୍ଜଳି ଦେଇକିନା ଆମେ ଆସିଥିଲୁ ଆମ ଗାଁରେ ଥିବା ଜଗନ୍ନାଥ ମନ୍ଦିର ଏଠିକି ଆସିଥିଲୁ ଦର୍ଶନ କରିବା ପାଇଁ। ତ ଏଠି ବହୁତ ଫାଙ୍କା ଥିଲା, ଜଲ୍ଦି ଯାଇଛି ଯେହେତୁ ଫାଙ୍କା ଚାରିପଟେ ଥିଲା, କିଛି କିଛି ଲୋକ ବି ଥିଲେ, ନୁହେଁ କିଛି ଲୋକ ନଥିଲେ। ତାପରେ ମୁଁ ଆସିଥିଲି ଏଠିକି ମହାଦେବଙ୍କୁ ଦର୍ଶନ କରିବା ପାଇଁ। ଏଇଠି ବୃଷଭଙ୍କ ବେକରେ ଯେଉଁ ଘଣ୍ଟି ବଜାଇ ମୁଁ ଟିକେ ବଜେଇଦେଲି, ଆଉ ସମସ୍ତଙ୍କୁ ଯେଉଁ ଥିଲେ ମୁଁ ବି ଟିକେ ବଜେଇଦେଲି। ତାଙ୍କ ଚାରିପଟେ ଟିକେ ଘିରିକି ଦେଇକିନା ଘୁରିଗଲି, ସେ କାନରେ କହିଦେଲି ପ୍ରଭୁ ମୋତେ ରକ୍ଷା କର, ମୁଁ ଯାହା ଭୁଲଭାଲ କରିବି ମୋତେ ଟିକେ ରକ୍ଷା କରିଦେବ, ଆଉ କ'ଣ କହିବି ପ୍ରଭୁ, ତମେ ହିଁ ସାହା ଭରସା, ମୁଁ କ'ଣ କହିବି କାହାକୁ। ତ ଏଇଠି ଆସିକି ମୁଁ ଟିକେ ଦର୍ଶନ କଲି, ନନା ନଥିଲେ ପୂଜା କରିକି ସେପଟକୁ ଯାଇଥିଲେ। ତାପରେ ମୁଁ ସେଠୁ ଦର୍ଶନ ସାରି ଆସିଲି ଲକ୍ଷ୍ମୀ ମାଆଙ୍କୁ ଦର୍ଶନ କରିବି, ବିମଳା ମାଆଙ୍କୁ ଦର୍ଶନ କରିବି। ତ ଏଠି ବହୁତ ପ୍ରକାରର ଠାକୁର ଥିଲେ। ତ ଏଇଠି ମୁଁ ଆସୁଥିଲି ମନ୍ଦିର ପଛପଟେ ଦର୍ଶନ କରୁଥିଲି। ମୋ ମାଆ ସେପଟେ ଥିଲା, ଆଉ କାଶୀ ଆସିଛି ମାନେ କେହି କ'ଣ ଶାନ୍ତିରେ ରହିପାରିବ ନାହିଁ, ସେମିତି କେବେ ହେଇପାରିବନି। ତା ପଛରେ ଯେତେ ଧାଇଁ ପାରିବେ, ଯେତେ ଏନର୍ଜି ସେ ତାହାରି ପଛରେ ଲଗେଇବା ଦରକାର, ନହେଲେ ତାକୁ କିଛି ସମ୍ଭାଳି ପାରିବନି। ତ ଏଇଟା ହେଇଥିଲା ଆମର ନୂଆ ମଣ୍ଡପ, ଯେଉଁ ବାହାଘର ପାଇଁ ଏଇଟା ନୂଆ ହେଇଥିଲା। ପୁରୁଣା ଥିଲା ଗୋଟେ, ତାକୁ ଭାଙ୍ଗିକିନା ନୂଆଟା ବନାହେଇଛି, ବହୁତ ସୁନ୍ଦର ବି ହେଇଛି। ମୁଁ ଚାରିପଟେ ବୁଲିକିନା ଦେଖୁଥିଲି କେମିତି କ'ଣ ହେଇଛି କାମ ସବୁ। ତ ଏଇଠି ଆସିଲି ଲକ୍ଷ୍ମୀ ମନ୍ଦିରରେ ଗେଟ୍ ବନ୍ଦ ଥିଲା, ନନା ନଥିଲେ, ତ ମୁଁ ଯାଇକି ଏକା ହିଁ ଦର୍ଶନ କରିଦେଇକି ବାହାରି ଆସିଲି। ବହୁତ ଫାଙ୍କା ଥିଲା। ମୋ ମାଆ କହୁଥିଲି ମା ତୁ ଏପଟକୁ ଆଇ, ମୋ ମାଆ ସେପଟେ ରହୁଛି, ମୁଁ ଏପଟେ ରହୁଛି, ମୁଁ ତାକୁ ଖୋଜି ପାରୁନି। ମୁଁ କହିଲି ମୋ ମାଆ କୁଆଡ଼େ ଉଭାନ ହେଇଗଲା ନା କ'ଣ, ମିଳୁନି। ତାପରେ ଦର୍ଶନ ସାରିକି ମୁଁ ମୋର ପଳେଇ ଆସିଲି। ମୁଁ କହିଲି ମୁଁ ଏଇଠି ଅପେକ୍ଷା କରିଛି, ତୁମେ ଦୁଇ ଜଣ ଆସ ତୁମର, ମୁଁ ଆଉ ତୁମକୁ ଖୋଜି ପାରିବିନି ଏତେ। ତ ମୋ ଦର୍ଶନ ସରିଗଲା, ମୁଁ ମୋର ବାହାରିକି ଆସିଲି, ଜଗାକୁ ଦର୍ଶନ କରିଦେଲି ଫାଇନାଲି। ତାପରେ ମୁଁ ମୋର ଆସିକି ରାସ୍ତାରେ ଠିଆ ହେଇଥିଲି, ମୋ ବାପା ସେଠି ଛିଡ଼ା ହେଇଥିଲେ। ଆମ କାଶୀ ଯିବ ଯେତେବେଳେ ଗୋଟେ କାଣ୍ଡ କରିବ, ଆସିଲା ବେଳେ ଗୋଟେ କାଣ୍ଡ କରିବ। ତ ଏଇଠି ମୋ ମାଆ ସାବୁ ରେଡ଼ି କରି ରଖିଥିଲା, ଏଇଠି ତରଭୁଜ, ଆଉ ଏଇଠି ବି କିଛି ସାବୁ ଅଛି, ଆଉ ଏଇଠି ଫଳ, ଏମିତି ସବୁ ଜିନିଷ ସବୁ ରଖିଛି ମୋ ମାଆ ଖାଇବ ବୋଲି। ଯେହେତୁ ଆଜି ବ୍ରତ, କେହି କିଛି ଖାଇବେନି, କେହି କିଛି ନୁହେଁ, ମୋ ମାଆ ମୁଁ ହିଁ ଖାଇବାନି, ନହେଲେ ଆଉ ସମସ୍ତେ ସବୁ ଖାଇବେ। ତ ଏଇଠି ମୁଁ କେମିତି ବସିଛି, ଅତିରିକ୍ତ ଭୋକ ଲାଗିଲାରୁ ମୁଁ କେମିତି ଖାଇକି ଦେଖୁନି, ଟିକେ ରଖିଗଲା, ବଞ୍ଚିଗଲି, ନହେଲେ ମୁଁ ମରିଯାଇଥାନ୍ତି ଏଇନେ।